ଜଗନ୍ନାଥ ହର ହର ଶମ୍ଭୁ। ଏବେ ଚାଲିଛି ପବିତ୍ର ମାଘ ମାସ ହେଉଛି ସୂର୍ଯ୍ୟଙ୍କର ମାସ। ମାଘ ସପ୍ତମୀକୁ ପ୍ରଭୁ ସୂର୍ଯ୍ୟଦେବଙ୍କ ଜନ୍ମଦିନ ମଧ୍ୟ କୁହାଯାଏ। ଏହି ଦିନ ପ୍ରଭୁ ଶାମ୍ବଦେବ ମାନେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ମାଘ ସପ୍ତମୀ ଦିନ ସୂର୍ଯ୍ୟଙ୍କ ଆଶୀର୍ବାଦ ପାଇ ଚନ୍ଦ୍ରଭାଗାରେ ସ୍ନାନ ବୁଡ଼ ପକାଇ କୁଷ୍ଠରୋଗରୁ ମୁକ୍ତି ପାଇଥିଲେ। ସେଇଥିପାଇଁ ଏହି ମାଘ ସପ୍ତମୀର ବହୁତ ମହତ୍ଵ ରହିଛି। ଏହି ଦିନ ଯଦି ବୁଡ଼ ପକାନ୍ତି ସମସ୍ତ ରୋଗ କଷ୍ଟରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି। ଚାଲନ୍ତୁ ସେ ବିଷୟରେ ଆମେ ସବିଶେଷ ଆଲୋଚନା କରିବା। ପଦ୍ମପୁରାଣରେ ପ୍ରାଚୀ ମହାତ୍ମାରେ ଅର୍କ ତୀର୍ଥର ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ସେହି ଅର୍କ ତୀର୍ଥ ପରବର୍ତ୍ତୀ କାଳରେ ଚନ୍ଦ୍ରଭାଗା ତୀର୍ଥ ନାମରେ ପ୍ରସିଦ୍ଧ ହୋଇଛି। ସ୍ୱର୍ଗର ପୁଣ୍ୟତୟ ସରସ୍ୱତୀ ମର୍ତ୍ତ୍ୟଲୋକରେ ପ୍ରାଚୀ ନଦୀ ନାମରେ ପ୍ରବାହିତ ହୋଇଥିଲେ। ତାପରେ ଏହା ଚିତ୍ରତ୍ପଳା, କାଦୁଆ ଓ ଶେଷରେ ଚନ୍ଦ୍ରଭାଗା ନାମରେ କୋଣାର୍କ ନିକଟରେ ସମୁଦ୍ରରେ ପଡ଼ିଥିଲା। ଶାମ୍ବ ଏହି ଚନ୍ଦ୍ରଭାଗା ନଦୀ କୂଳରେ ସୂର୍ଯ୍ୟ ଉପାସନା କରି କୃଷ୍ଣ ରୋଗରୁ ମୁକ୍ତି ଲାଭ କରିଥିଲେ। ଏହି ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣି ବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପ୍ରାଚୀନ କାଳରୁ ଚନ୍ଦ୍ରଭାଗା ଏକ ପୁଣ୍ୟ ତୀର୍ଥ ରୂପେ ଖ୍ୟାତି ଅର୍ଜନ କରିଛି। ଶାରଳା ଦାସଙ୍କ ମହାଭାରତର ବନ ପର୍ବରେ ଅର୍କ କ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ୍ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ଅର୍କ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପି ତୀର୍ଥ ଅର୍କ କ୍ଷେତ୍ର ସୃଷ୍ଟି କରିଥିବାରୁ ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀ ଦିନ ଏହି ତିଥିରେ ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୁଏ। ତେଣୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ଏହି ଦିନରେ ସୂର୍ଯ୍ୟ ପୂଜା କରାଯାଏ। ପଦ୍ମପୁରାଣର ପ୍ରାଚୀ ମହାତ୍ମାରେ ବର୍ଣ୍ଣନା କରାଯାଇଛି ଯେ ସୂର୍ଯ୍ୟଦେବ ନିଜର ପାପ ମୋଚନ ନିମନ୍ତେ ଅର୍କ ତୀର୍ଥରେ ତପସ୍ୟା କରି ମୁକ୍ତି ଲାଭ କରିଥିଲେ। ମହାଦେବ ମଧ୍ୟ ଏଠାରେ ତପସ୍ୟା କରି ବ୍ରହ୍ମଶିର ଛେଦନ ଜନିତ ପାପରୁ ମୁକ୍ତି ପାଇଥିଲେ। ସୂର୍ଯ୍ୟଦେବ ଶିବଙ୍କୁ ଅର୍କ ତୀର୍ଥର ମହାତ୍ମ୍ୟ ବର୍ଣ୍ଣନା କରି କହିଛନ୍ତି, ଅର୍କ ତୀର୍ଥ ଯେତେ ପୁଣ୍ୟ ମୁଁ କହିବାକୁ ନୁହେଁ କ୍ଷମ। ମାଘ ମାସର ଶୁକ୍ଳପକ୍ଷ ସପ୍ତମୀ ହୋଇଲେ ପ୍ରତ୍ୟକ୍ଷ। ତିଳ ଲଗାଇ କଲେ ସ୍ନାନ, ତିଳ ଦେଲେ ଦାନ ଭୋଜନ, କୋଟି ଗୋଦାନ ଫଳ ପାଇ ତାହା ଦେଇ ବାଧି ନ ଲଗାଇ। ଅପୁତ୍ରୀ ନାରୀ କଲେ ଦାନ, କଳେ ତା ହୁଏ ନନ୍ଦନ। ଅର୍କ ତୀର୍ଥରେ ସ୍ନାନ କରି ବ୍ରହ୍ମ ହତ୍ୟାରୁ ହୋଇପାରି। ଏହା ଛଡ଼ା ଏହି ଦିନ ମୂଳା ଆଉ ଶାଗ ମାନେ କେଉଁ ଶାଗ ଯେ ଯେଉଁ କଖାରୁ ଶାଗ ମାନେ ପୋଇ ଶାଗ ଓ ଆଉ ଏ ଦୁଇଟା ଖାଇବାକୁ ବାରଣ ଅଛି। ଏହା ଛଡ଼ା ଆପଣ ଆମିଷ ମଧ୍ୟ ଏହି ଦିନ ଗ୍ରହଣ କରିବେ ନାହିଁ। ମାଘ ଶୁକ୍ଳ ସପ୍ତମୀରେ ସୂର୍ଯ୍ୟଦେବ ଜନ୍ମଗ୍ରହଣ କରିଥିଲେ। ଏହି ତିଥିରେ ଅର୍କ ତୀର୍ଥରେ ସ୍ନାନ କଲେ ମନୁଷ୍ୟ ବିତରଗ ବିକସ୍ପ୍ଲସ ହୋଇ ମନୁଷ୍ୟ ଜନ୍ମରୁ ମୁକ୍ତି ଲାଭ କରିଥାଏ। ପ୍ରତିବର୍ଷ ମାଘ ସପ୍ତମୀରେ ସୂର୍ଯ୍ୟ ମନ୍ଦିର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ପବିତ୍ର ବୁଡ଼ ଅନୁଷ୍ଠିତ ହୋଇଥାଏ। ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇ ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ତୀର୍ଥ ଜଳରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିଥାନ୍ତି। ଏହା ଚନ୍ଦ୍ରଭାଗା ଯାତ୍ରା ବା ଚନ୍ଦ୍ରଭାଗା ମେଳା ନାମରେ ପ୍ରସିଦ୍ଧ। ଏହି ମେଳା ଉପଲକ୍ଷେ ପୂର୍ବେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରତିଷ୍ଠିତ ସୂର୍ଯ୍ୟ ଓ ଚନ୍ଦ୍ର ଏକ ବିମାନରେ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରୁଥିଲେ। ଏହି ପ୍ରତିମାଙ୍କ ସହ କୋଣାର୍କର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀ ମଧ୍ୟ ଚନ୍ଦ୍ରଭାଗା ତୀର୍ଥକୁ ଯାତ୍ରା କରିଥାନ୍ତି। ସୂର୍ଯ୍ୟଦେବଙ୍କର ଏହି ରଥଯାତ୍ରା ଅତ୍ୟନ୍ତ ବିରଳ। ବ୍ରହ୍ମପୁରାଣରେ ଏହା ସୌର ଗୁଣ୍ଡିଚା ନାମରେ ଖ୍ୟାତି ଲାଭ କରିଛି। ତେବେ ପ୍ରଥମେ ଏହି ଦେବତାଗଣ ପ୍ରଦକ୍ଷିଣ କରିସାରିବା ପରେ ଭକ୍ତଗଣ ହରିବୋଲ ହୁଳହୁଳରେ ପ୍ରକମ୍ପିତ ଧ୍ୱନିରେ ବୁଡ଼ ପକାଇଥାନ୍ତି। କୋଣାର୍କ ମନ୍ଦିର ଭାଙ୍ଗିଯିବା ପରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମା ଦ୍ୱୟକୁ ପୁରୀ ନିଆଯାଇ ଶ୍ରୀମନ୍ଦିର ବେଢ଼ାରେ ସ୍ଥାପନ କରାଯାଇଛି। ଚନ୍ଦ୍ରଭାଗା ନଦୀଟି ପୋତି ହୋଇ ତା'ର ସତ୍ତା ହରାଇ ବସିଲାଣି। ତଥାପି ଏଠାରେ ପ୍ରତିବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ପାଳିତ ହୋଇ ଆସୁଛି। ମାଘ ସପ୍ତମୀ ତିଥିରେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିଠାରେ 9 ଦିନ ବ୍ୟାପୀ ଏକ ଯାଗଯଜ୍ଞ ବିରାଟ ମେଳାର ଆୟୋଜନ ମଧ୍ୟ ହୋଇଥାଏ। ପୌରାଣିକ ତଥ୍ୟ ଅନୁସାରେ କୃଷ୍ଣପୁତ୍ର ଶାମ୍ବ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ଭଳି ପ୍ରତିଷ୍ଠା କରି ପୂଜାର୍ଚ୍ଚନା ପୂର୍ବକ ଭୁବନେଶ୍ୱରରେ ଥିବା କପିଳ ମୁନିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ। ମହାମୁନି କପିଳ ଶାମ୍ବକୁ ଖଣ୍ଡକ୍ଷୀରି ଖାଇବା ପାଇଁ ଦେଇ ସନ୍ତୁଷ୍ଟ କରିଥିଲେ। ଖଣ୍ଡକ୍ଷୀରି ନାମର ଅପଭ୍ରଂଶ ହୋଇ ଏହା ଖଣ୍ଡଗିରି ନାମ ଧାରଣ କରୁଥିବା ଜନଶ୍ରୁତିରୁ ଜଣାଯାଏ। ଖଣ୍ଡକ୍ଷୀରି ପ୍ରଥମେ ହେଇଥିଲା, ସେଇଟାକୁ ଖଣ୍ଡଗିରି ନାମରେ ଜନଶ୍ରୁତିରୁ ଜଣାଯାଏ। ଅଦ୍ୟାପି ଏଠାରେ କପିଳ ମୁନିଙ୍କ ପୂଜିତ ଶିବଲିଙ୍ଗ କପଳେଶ୍ୱର ନାମରେ ଖ୍ୟାତି ଲାଭ କରିଛନ୍ତି। ଏହି ମାଘ ସପ୍ତମୀ ତିଥିରେ ସାଧୁସନ୍ତମାନେ ଏକତ୍ର ହୋଇ ବିଭିନ୍ନ ଧର୍ମାଲୋଚନା ଓ ଯାଗଯଜ୍ଞରେ ଭାଗ ନେଇ ବିଭିନ୍ନ ଧାର୍ମିକ ପରିବେଶ ସୃଷ୍ଟି କରିଥାନ୍ତି। ଏହି ମାଘ ସପ୍ତମୀ ଯାଜପୁରରେ ପୁଣ୍ୟତୟ ଦଶାଶ୍ୱମେଧ ଘାଟରେ ମଧ୍ୟ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବାର ଦେଖାଯାଏ। ଏହାଛଡ଼ା ବେଦବ୍ୟାସ ରାଉରକେଲାରେ ଏକ ଶଙ୍ଖ ଓ କୋଇଲର ମିଶ୍ରଣ ସ୍ଥାନରେ ମଧ୍ୟ ବୁଡ଼ ପକାଇ ଦିଆଯାଇ ଅଶେଷ ପୁଣ୍ୟ ଅର୍ଜନ କରାଯାଇଥାଏ। ଏହାଛଡ଼ା ଆହୁରି ଅନେକ ସ୍ଥଳରେ ସପ୍ତମୀ ବୁଡ଼ ଦେଇ ବ୍ରତଧାରୀମାନେ ମହାପୁଣ୍ୟର ଅଧିକାରୀ
ହୋଇଥାନ୍ତି। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ମାଘ ମାସ ଏକ ପୁଣ୍ୟର ମାସ। ତ୍ରିବେଣୀ ଅମାବାସ୍ୟା, ଶ୍ରୀ ପଞ୍ଚମୀ, ମାଘ ସପ୍ତମୀ ଇତ୍ୟାଦି ପୁଣ୍ୟ ଦିବସ ମାନ ମାଘ ମାସର ତାତ୍ପର୍ଯ୍ୟକୁ ବଢ଼ାଇ ଦେଇଥାଏ। ଏହି ମାଘ ମାସରେ ସ୍ନାନ ଦାନର ମହତ୍ତ୍ୱ ବହୁତ ଅଧିକ ଅଛି। ଏହି ମାସରେ ଦେଖନ୍ତୁ ଦାନ ଧର୍ମ ଏହା କାର୍ତ୍ତିକ ମାସ ପରି ଏକ ପବିତ୍ର ମାସ। ଇତିହାସରୁ ଜଣାଯାଏ ପ୍ରାଚୀନ କାଳରେ ପୂର୍ବ ଭାରତରେ ପ୍ରମୁଖ ବନ୍ଦର କମଳ ଓ କୋଣାର୍କକୁ ବିଶ୍ୱ ବାଣିଜ୍ୟର ଦ୍ୱାର ବୋଲି କୁହାଯାଉଥିଲା। ସେଇଥିପାଇଁ ଆଜିର ବଙ୍ଗୋପସାଗର କଳିସାଗର ନାମରେ ପ୍ରସିଦ୍ଧ ଥିଲା। ଆଜିର ଗବେଷକମାନେ କହନ୍ତି ପ୍ରାଚୀନ ଚିତ୍ରୋତ୍ପଳା ନଦୀ ହିଁ ଆଜିର ଚନ୍ଦ୍ରଭାଗା ସ୍ଥାନ ନେଇଛି। ମାଘ ସପ୍ତମୀ ଖଣ୍ଡଗିରି ମେଳା ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ। ମାଘ ସପ୍ତମୀ ଏକ ପବିତ୍ର ତିଥି ଓ ପ୍ରାଚୀନ ସ୍ମୃତିର ସାଂସ୍କୃତିକ ପୂର୍ଣ୍ଣ ଦିବସ। ସାଧୁସନ୍ତମାନେ ଏହି ଖଣ୍ଡଗିରି ମହାତ୍ମ୍ୟ ଅନେକ ବଢ଼ିଯାଏ ଏହି ମାଘ ସପ୍ତମୀ ଆରମ୍ଭରୁ। ଏହି ମାଘ ସପ୍ତମୀ ଆମ ପରମ୍ପରାର ଏକ ପ୍ରତୀକ। କୋଣାର୍କରେ କେବଳ ରଥଯାତ୍ରା ହେଲା ବୋଲି ସେଇଥିରୁ ଜଣାଯାଏ ଯେ ଏହା ବହୁତ ପୁରାତନ। ଏହା ଦ୍ୱାପର ଯୁଗରୁ ଆରମ୍ଭ ହୋଇଛି। ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କର ନିର୍ଦ୍ଦେଶ କ୍ରମେ କୃଷ୍ଣ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ପ୍ରଥମେ ତପସ୍ୟା ଏବଂ ସୂର୍ଯ୍ୟ ପୂଜାର ଆରମ୍ଭ କରିଥିଲେ। ଏହି ଦିନ ନିଶ୍ଚିତ ଭାବରେ ଆପଣ ସୂର୍ଯ୍ୟ ପୂଜା ନିହାତି କରିବେ। ଯଦି ସୂର୍ଯ୍ୟ ପୂଜା କରିପାରୁନାହାନ୍ତି ଏହି ଦିନ ଆପଣ ତିଳ ତର୍ପଣ କରିବେ ଓ ସ୍ନାନ ଦାନ ମଧ୍ୟ କରିପାରିବେ। ନିଶ୍ଚିତ ଭାବରେ ଏହା ଗୋଟେ ସାହି ସ୍ନାନ ଯୋଗ ପଡ଼ୁଛି। ଏବେ ତ ଏହି ଦିନ କ'ଣ କରିପାରିବେ, ଆପଣ ଯଦି ବୁଡ଼ ପକାଇବାକୁ ଯାଇପାରୁଛନ୍ତି ବୁଡ଼ ପକାଇବାକୁ ଯିବେ। ତ୍ରିବେଣୀ ସଙ୍ଗମ କିମ୍ବା ଆପଣ ଚନ୍ଦ୍ରଭାଗା ନହେଲେ କିଛି ନିକଟସ୍ଥ ପୁଷ୍କରଣୀ କିମ୍ବା ପୁଷ୍କରଣୀ ତ ନୁହଁ ପ୍ରବାହିତମାନ ଜଳ ନଦୀ, ତାପରେ ନାଳ ବି ହେଇପାରେ। ଯଦି ନାଳ ଟିକେ ବେଶୀ ପାଣି ଥିବ ସେଇଟା ହେଇପାରେ। ତାପରେ ସମୁଦ୍ରରେ ମଧ୍ୟ ବହୁତ ଭଲ। ଏହି ଜାଗାରେ ଆପଣ ବୁଡ଼ ପକାଇ ସ୍ନାନ କରିପାରିବେ। ତା ଛଡ଼ା ଏସବୁ ଯଦି କିଛି ସୁବିଧା ନାହିଁ ଆପଣଙ୍କ ବାଲ୍ଟିରେ ମାନେ ଆପଣ ବାଥରୁମ୍ରେ ଗଙ୍ଗା ଜଳ କିମ୍ବା ତ୍ରିବେଣୀ ସଙ୍ଗମ ଜଳ ନେଇକି ମୁଣ୍ଡରେ ଅର୍ଦ୍ଧ ସ୍ନାନ ଏସବୁ କରିପାରିବେ। ପ୍ରଥମେ 3 ଥର ପାଣି ନେଇକି ଗଙ୍ଗା ନାରାୟଣ ଗଙ୍ଗା ନାରାୟଣ ଗଙ୍ଗା ନାରାୟଣ କହିବେ। ତାପରେ ଏସବୁ କାମ ତାପରେ ଆମେ ସୂର୍ଯ୍ୟ ଭଗବାନଙ୍କୁ ଅର୍ଘ୍ୟ ଦେବା। ଯେମିତି ଆମେ 7 ଥର ଅର୍ଘ୍ୟ ଦେବା ଭଗବାନଙ୍କର 7ଟି ସ୍ୱରୂପ ପାଇଁ ନିଆଯିବ ଯାହା ଏଥିରେ ଅଛି। ଆପଣ ସେହି ଅନୁସାରେ ପୂଜା ପାଠ କରିପାରିବେ। ଦେଖନ୍ତୁ ଏଇଠି ଆମର ମିଠା ଓ ଋତୁ ଫଳ ଭୋଗ କରିବାର ଅଛି। ଆପଣ ଯାହା ଚାହିଁବେ ସେହି ହିସାବରେ ଆପଣ ଭୋଗ କରିପାରିବେ। ସୂର୍ଯ୍ୟ ଭଗବାନ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି। ସେ ହେଉଛନ୍ତି ଆଦିଶକ୍ତି, ମାନେ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ଏହି ଦିନ ଆପଣ ଦେଖନ୍ତୁ କିଛି ନହେଲେ ବି ଆପଣ ଆମିଷ ନିଶ୍ଚିତ ଭାବରେ ଭୋଜନ କରିବେନି, ମୂଳା ଭୋଜନ କରିବେ ନାହିଁ ଓ ପୋଇ ଡଙ୍କ ମାନେ ପୋଇ ଶାଗ ମଧ୍ୟ ଭୋଜନ କରିବା ଅନୁଚିତ ରହିଛି। ନିଶ୍ଚିତ ଭାବରେ ଏହି ନିୟମକୁ ପାଳନ କରନ୍ତୁ। ଭଗବାନ ସୂର୍ଯ୍ୟଦେବ ଆପଣଙ୍କୁ ଆଶୀର୍ବାଦ ଦେବେ ଓ ସେ ସକଳ ଶକ୍ତିର ଆଧାର। ସିଏ କେବଳ ଭକ୍ତିରେ ସନ୍ତୁଷ୍ଟ ହୁଅନ୍ତି। ତାଙ୍କର ପୂଜା ବହୁତ କମ୍ରେ ମଧ୍ୟ ହୋଇଯାଇପାରେ। ଆପଣ ନିଶ୍ଚିତ ଭାବରେ ଏପରି କରନ୍ତୁ, ଦେଖିବେ ସବୁକିଛି ଠିକ୍ ରହିବ। ଏହି ଦିନଟି ରଥ ସପ୍ତମୀ ଭାବରେ ମଧ୍ୟ ଜଣାଶୁଣା। ମାଘ ଶୁକ୍ଳ ସପ୍ତମୀ ଦିନଟି ରଥ ସପ୍ତମୀ ଭାବରେ ପାଳନ କରାଯାଏ। ଏହା ସୂର୍ଯ୍ୟ ଦେବତାଙ୍କ ଉପାସନା ଏହି ଦିନ ମଧ୍ୟ କରାଯାଏ। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଏହା ଅନୁଷ୍ଠିତ ହୁଏ। ସୂର୍ଯ୍ୟଙ୍କୁ ସମର୍ପିତ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର, ଯାହା କୃଷ୍ଣ ପଗଡ଼ ଭାବରେ ଖ୍ୟାତ, ଏହିଠାରେ ଅବସ୍ଥିତ ଅଛି। ଏହାକୁ ସଂକ୍ଷେପ୍ତରେ କହିବାକୁ ଗଲେ ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏଥିରେ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏକତ୍ରିତ ହୁଅନ୍ତି। ତା ଛଡ଼ା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏମିତି ମନୋରମ ଉତ୍ସବର ଆନନ୍ଦ ନେବା ପାଇଁ ଆସିଥାନ୍ତି। ଏହି ଦିନ ମହୋଦଧିରେ ସ୍ନାନ ପୂର୍ବକ ଭକ୍ତମାନେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ଓ ପ୍ରଣାମ କରିଥାନ୍ତି। ଏହା ହେଉଛି ଆମର ଭାନୁ ସପ୍ତମୀ ବା ରଥ ସପ୍ତମୀର କଥା। ତାହା ଛଡ଼ା ଆମେ ରଥଯାତ୍ରା କିପରି ଭାବେ ପାଳନ ହୁଏ ତାର ସବିଶେଷ ବିବରଣୀ ଆମେ ଆଲୋଚନା କରିବା। ସୂର୍ଯ୍ୟ ରଥଯାତ୍ରା କୋଣାର୍କରେ ପାଳିତ ହେଉଥିବା ଏକ ବହୁ ପୁରାତନ ନିଆରା ରଥଯାତ୍ରା। ଶାମ୍ବ ଦଶମୀ ତିଥିରେ ସୂର୍ଯ୍ୟ ଦେବତାଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ଯ୍ୟ ରଥରେ ରଥାରୂଢ଼ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ମାଘ ମାସର ଶୁକ୍ଳ ସପ୍ତମୀ ତିଥିରେ ପ୍ରତ୍ୟାବର୍ତ୍ତନ କରନ୍ତି। ଶାମ୍ବ ଦଶମୀ ତିଥିରେ ପ୍ରାତଃ ସ୍ନାନ କରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ନ ହୋଇଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ଅଛି। କୋଣାର୍କର ଅର୍କତୀର୍ଥ, ମୈତ୍ରେୟାକ୍ଷ ବନ, ପଦ୍ମକ୍ଷେତ୍ର ଓ କାଶ୍ୟପ ମୁନିଙ୍କ ପୁତ୍ର ମିତ୍ରାଦିତ୍ୟଙ୍କ ଜନ୍ମଭୂମି। ଦ୍ୱାପର ଯୁଗରେ ମୈତ୍ରେୟ ମୁନିଙ୍କ ଆଶ୍ରମ ଥିଲା। ମୈତ୍ରେୟ ମୁନି କୃଷ୍ଣଙ୍କର ଜଣେ ଶୁଭେଚ୍ଛୁ ଥିବା ଭାଗବତ କୁହେ। କୃଷ୍ଣ ନିଜର ପୁତ୍ର ଶାମ୍ବକୁ କୃଷ୍ଣ ରୋଗରୁ ମୁକ୍ତି କରିବା ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ। ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ।
ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା ଓ ଦାନବ ମାନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁଥିଲେ। ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରା ପ୍ରଚଳନ କରାଇଥିଲେ। ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାର ଆରମ୍ଭ କରିଥିଲେ। ଯାତ୍ରା କାର୍ଯ୍ୟକ୍ରମ କିପରି ହୁଏ? ପରମ୍ପରା ଅନୁଯାୟୀ ମୈତ୍ରୀ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ। ସକାଳ 6ଟାରୁ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ ଓ ଅର୍କବଟ ପୂଜାର୍ଚ୍ଚନା। କୋଣାର୍କ ମନ୍ଦିର ପୂଜା ବିଧାନ ଅନୁଯାୟୀ 108 ରଥର ପାର୍ଶ୍ୱଦେବୀ ଓ ସପ୍ତାଶ୍ୱଙ୍କୁ ପୂଜା ନିମନ୍ତେ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଏ। ପ୍ରତ୍ୟୁଷରୁ ମଠ ମହନ୍ତ ରଥ ଉପରେ ଛେରା ପହଁରା କରିବା ପରେ ଉପସ୍ଥିତ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ରଥ ମୁଖେ ରଥ ଟାଣି ନିଅନ୍ତି। ସୂର୍ଯ୍ୟ ରଥ ବାହାରି ସେଦିନ ଚନ୍ଦ୍ରଭାଗା ତୀର୍ଥ ନିକଟରେ ପହଞ୍ଚିବା ପରେ ତୀର୍ଥ ପୁଷ୍କରଣୀରେ ସ୍ନାନ କରନ୍ତି। ସ୍ନାନାନ୍ତେ ସେଠାରେ ଥିବା ଛୋଟ ରାମ ବାବାଙ୍କ ଆଶ୍ରମରେ 27 ଦିନ ଧରି 27ଟି ନକ୍ଷତ୍ରରେ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘ ସପ୍ତମୀ ପର୍ଯ୍ୟନ୍ତ ଜାରି ରହେ। ମାଘ ସପ୍ତମୀ ଦିନ ଜନ୍ମଭୂମି ଅନନ୍ତ ଅବଧୂତ ମଠକୁ ପ୍ରଭୁ ବାହୁଡ଼ି ଆସିଥାନ୍ତି। ଏହା ହେଉଛି ସୂର୍ଯ୍ୟ ରଥଯାତ୍ରା। ଗୋଟେ କଥା, ପଦ୍ମପୁରାଣରେ ଏହିପରି ବ୍ୟାଖ୍ୟା କରାଯାଇଛି ଯେ ଚନ୍ଦ୍ରର ଉଦୟ ହେବା ସମୟରେ ସୂର୍ଯ୍ୟଙ୍କ ପ୍ରଥମ ଲାଲ ଦେଖାଯିବା। ଧ୍ୟାନ କରିବା ସମୟରେ ମୁଣ୍ଡରେ 7ଟି ଅରଖପତ୍ର ରଖି ଗାଧୋଇବା ଉଚିତ। ଭଗବାନ ସୂର୍ଯ୍ୟଙ୍କ ମନ୍ତ୍ର ଯାହା ମନ୍ତ୍ର ଦିଆହେଇଛି, ଓಂ ସୂର୍ଯ୍ୟ ନମଃ, ଓಂ ଭାସ୍କରାୟ ନମଃ, ଓಂ ଆଦିତ୍ୟାୟ ନମଃ, ଓಂ ମାର୍ତ୍ତଣ୍ଡାୟ ନମଃ ଜପ କରି ସ୍ନାନ କରିବା ଉଚିତ। ସ୍ନାନ କଲାବେଳକୁ ଏହି ମନ୍ତ୍ର ଜପ କରିବେ। ଆଉ ଏଇଠି ଅରଖ ପତ୍ରର ବହୁତ ମହତ୍ତ୍ୱ ଅଛି। ଆପଣ ଯଦି ଚାହୁଁଛନ୍ତି ଏସବୁ କରିପାରିବେ। ତାପରେ ପୂଜା ବିଧି କିପରି କରିବେ ଦେଖନ୍ତୁ। ରଥରେ ବସିଥିବା ସୂର୍ଯ୍ୟ ଭଗବାନଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ଏକ ନାଲି କପଡ଼ା ରଖନ୍ତୁ। ସେଥିରେ ରାଶି ମଞ୍ଜି ସହିତ ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରନ୍ତୁ। କ୍ଷୀର ଏବଂ ମାଲପୁଆ ସୂର୍ଯ୍ୟ ଭଗବାନଙ୍କୁ ଅର୍ପଣ କରନ୍ତୁ। ଏହି ଦେଖନ୍ତୁ ଦେଖନ୍ତୁ ମାଲପୁଆ ବଦଳରେ ମୁଆଁ ଏସବୁ ଅର୍ପଣ କରନ୍ତି। ଆମ ଅଞ୍ଚଳରେ ଏସବୁ କରାଯାଏ, କିନ୍ତୁ ତା'ର ମୁଖ୍ୟ ହେଉଛି ମାଲପୁଆ। ଯଦି ଆପଣ କିଛି କରୁନାହାନ୍ତି କ୍ଷୀର ମଧ୍ୟ ଅର୍ପଣ କରିପାରିବେ। ଯିଏ ମାଘ ସପ୍ତମୀରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରେ ସେ 7 ଜନ୍ମର ପାପରୁ ମୁକ୍ତି ପାଇଥାଏ। ଏହି ସପ୍ତମୀ ତିଥି ଉପରେ ଖାଦ୍ୟ ଦାନ କରିବା ଦ୍ୱାରା ଧନ, ଶସ୍ୟ ଏବଂ ସ୍ୱାସ୍ଥ୍ୟ ହୋଇଥାଏ। ଯଦି ଆପଣ ଏହି ଦିନ ଉପବାସ କରିବାକୁ ସକ୍ଷମ ନୁହନ୍ତି ତେବେ ଅନ୍ତତଃ ପକ୍ଷେ ଆପଣ ଲୁଣ ଏବଂ ତେଲରେ ନିର୍ମିତ ଜିନିଷ ଛାଡ଼ି ପଣ୍ୟର ଏକ ଅଂଶ ଗ୍ରହଣ କରିପାରିବେ। ଏହା ରହିଲା ମାଘ ସପ୍ତମୀ ବା ତିଳ ସପ୍ତମୀର ସବିଶେଷ ବିବରଣୀ। ନା ଆପଣ କ'ଣ କରିବେ? ନିଶ୍ଚିତ ଭାବରେ ବୁଡ଼ ପକାଇବେ। ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ଯଦି ଚନ୍ଦ୍ରଭାଗା ଯାଇକି ବୁଡ଼ ପକାଉଛନ୍ତି କିମ୍ବା ପବିତ୍ର ଜଳରେ ବୁଡ଼ ପକାଉଛନ୍ତି ବହୁତ ଭଲ କଥା। ନହେଲେ ଘରେ ମଧ୍ୟ ଆପଣ ବୁଡ଼ ପକାଇ ପାରିବେ। ପବିତ୍ର ଜଳକୁ ଆଣିକି ମୁଣ୍ଡରେ ସିଞ୍ଚନ କରିକି ଆଉ ପାଣିରେ ଟିକେ ଗଙ୍ଗା ଜଳ ଏସବୁ ଢାଳିକି ଗଙ୍ଗା ନାରାୟଣ 3 ଥର କହିକି ଆପଣ ବୁଡ଼ ପକାଇ ପାରିବେ। 3 ଥର କିମ୍ବା 5 ଥର କିମ୍ବା 7 ଥର। ତାପରେ ଆମେ ଯେମିତି ଶାମ୍ବ ଦଶମୀ ପୂଜା କରିଥିଲେ ସେ ଟାଇପ୍ର ଆପଣ ତିଳ ସପ୍ତମୀ ପୂଜା କରିପାରିବେ। ତିଳ ସପ୍ତମୀ ପୂଜା ନିହାତି ଦରକାର, କାରଣ ଏହି ଦିନ ଯଦି ଆପଣ ଉପବାସ କରୁନାହାନ୍ତି ତଥାପି ଆପଣ ଲୁଣ ଖାଇବେ ନାହିଁ। ଲୁଣ ଖାଇବାକୁ ଏହି ଦିନ ବାରଣ କରାଯାଇଛି। ଏହି ଦିନ ଆପଣ ସୌନ୍ଦବ୍ୟ ଲବଣ ଗ୍ରହଣ କରିପାରିବେ। ଲୁଣ ବଦଳରେ ସୌନ୍ଦବ୍ୟ ଲବଣ ଗ୍ରହଣ କରିପାରିବେ। ଏହି ଦିନ କିପରି କରିବେ? ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ପ୍ରଥମେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ଯେମିତି ଆମେ ଶାମ୍ବ ଦଶମୀରେ ପୂଜା କରିଛନ୍ତି 7 ଗୋଟି ମୁଆଁ ଆଉ 7 ଗୋଟି ସାକର ଓ 7 ପ୍ରକାର ଫଳ, ଋତୁ ଫଳ ପାଚିଲା ଫଳ। ଏହି ଦିନ ଠାକୁରଙ୍କୁ ଖଟା ଫଳ ଭୋଗ ଲାଗେ ନାହିଁ। ସେଇଥିପାଇଁ ଆମେ ପାଚିଲା ଫଳ ମିଠା ଫଳ ଯାହା କଦଳୀ ଏସବୁ ପାଚିଲା ଫଳ, ସୀତାଫଳ, ସାପଟା, ନଡ଼ିଆ ଏମିତି 7 ପ୍ରକାର ଫଳ ଦେଇପାରିବେ। ଯଦି 7 ପ୍ରକାର ଫଳ ମିଠା ଫଳ ନ ମିଳିଲା ଆପଣ ସେଇ ଫଳକୁ କଦଳୀକୁ ହିଁ 7 ପତ୍ରରେ ବାଡ଼ି ପାରିବେ। ଏଇଟା ବାଇଗଣ ପତ୍ର କିମ୍ବା ପଣସ ପତ୍ର ଏମିତିରେ କରିବେ। ତାପରେ ଭଗବାନଙ୍କୁ କ'ଣ କହିବେ? ହେ ପ୍ରଭୁ, ମୋ ପିଲାକୁ ସେ ପିଲାଙ୍କ ନାଁ ନେଇ କହିବେ, ତାଙ୍କୁ ଦୀର୍ଘାୟୁ କରନ୍ତୁ, ତାଙ୍କୁ ସବୁ ରୋଗମୁକ୍ତ କରନ୍ତୁ, ତାଙ୍କୁ ଯାହା ମାନସିକ କରିବାକୁ ଚାହୁଁଛନ୍ତି, ତାଙ୍କର ପାଠ ଭଲ ହେଉ, ଯାହା ବି ବିଶ୍ୱାସ ଅଛି। ଭଗବାନ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ଏହି ଦିନ ମାଘ ସପ୍ତମୀ ଦିନ ସୂର୍ଯ୍ୟଦେବଙ୍କର ଉଦୟ ହୋଇଥିଲା, ସେ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ୱାସ ଅଛି। ସେଇଥିପାଇଁ ଏହି ଦିନ ଆପଣ ଭଗବାନ ସୂର୍ଯ୍ୟଙ୍କୁ ଏପରି କହିକି ଆପଣ ପିଲାଙ୍କ ପାଇଁ ପ୍ରାର୍ଥନା କଲେ ନିଶ୍ଚିତ ଭାବରେ ଭଗବାନ ମଙ୍ଗଳ କରନ୍ତି ବୋଲି ବିଶ୍ୱାସ ଅଛି। ତା ଛଡ଼ା
ଏହି ଦିନ ଯଦି ଆପଣ ଉପବାସ ବି କରିପାରୁନାହାନ୍ତି ଭଗବାନଙ୍କୁ ଅର୍ଘ୍ୟ ପ୍ରଦାନ କରିକି ନିଜ ପିଲାଙ୍କ ନାଁରେ ଶୁଭ ମନାସି ପାରିବେ। ଜୟ ଶ୍ରୀ ଜଗନ୍ନାଥ ହର ଶମ୍ଭୁ। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ କହିଦେବି। ଓମ୍ ବିଶ୍ୱରଞ୍ଜନାୟ ନମଃ ଏହି ମନ୍ତ୍ରକୁ ଜମା ଭୁଲିବେ ନାହିଁ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲାବେଳକୁ ଓମ୍ ବିଶ୍ୱରଞ୍ଜନାୟ ନମଃ ବୋଲି ନିଶ୍ଚିତ ଭାବରେ ଜପ କରିବେ। ଏହି ମନ୍ତ୍ରକୁ ନିଶ୍ଚିତ ଭାବରେ ମାଘ ସପ୍ତମୀ ଦିନ ଜପ କଲେ ବହୁତ ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ଅଛି। ଓମ୍ ବିଶ୍ୱରଞ୍ଜନାୟ ନମଃ।